हेलो फ्रेंड्स आपण समस्त को साइकोलॉजी ऑनर्स क्लास को स्वागत। आज वीडियो रे जानिबा आपण कोर पेपर 8 रो निर्भरशील व्यक्तित्व अव्यवस्था बा डीपीडी डिपेंडेंट पर्सनालिटी डिसऑर्डर। ठीक अच्छे, तो डिपेंडेंट पर्सनालिटी डिसऑर्डर कौन सेटा प्रथमे आमे जानिबा। ठीक अच्छे, कौन प्रथमे हेडिंग दे दबो निर्भरशील व्यक्तित्व अव्यवस्था। आईसीडी 10 अनुसार ଏହି ଅବ୍ୟବସ୍ଥାରେ ନିମ୍ନଲିଖିତ ଲକ୍ଷଣମାନଙ୍କୁ ଅନ୍ତତଃ 3ଟି ରୋଗୀ ପାଖରେ ଦେଖିବାକୁ ମିଳିବ। ହେଲା, 3ଟି ରୋଗୀ ପାଖରେ ଦେଖିବାକୁ ମିଳିବ। ପ୍ରଥମେ ଏଟା ହେଡ଼ିଂ ଦେଇଦେବ। ଓକେ, ତ କ'ଣ କ'ଣ ସେସବୁ ଲକ୍ଷଣ ଆସିଲା। ପ୍ରଥମ ଲକ୍ଷଣ ଏକ ଏମିତି ଦେଇଦେବ। ହେଲା, ଲକ୍ଷଣ ବର୍ତ୍ତମାନ ତାର ଚାଲିଛି ଲକ୍ଷଣ। ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବା ସହ ନିଜେ ନିଜର ନିଷ୍ପତ୍ତି ନେବାରେ ଅକ୍ଷମ ପ୍ରକାଶ କରିବା। ଦ୍ୱିତୀୟ ହେଉଛି କ'ଣ, ନିର୍ଭର କରୁଥିବା ବ୍ୟକ୍ତିମାନଙ୍କ ଉପରେ କୌଣସି ଦାବି ରଖିବାକୁ ଅକ୍ଷମତା ପ୍ରକାଶ କରିବା। 3 ନମ୍ବର ପଏଣ୍ଟ ହେଉଛି ଏକୁଟିଆ ରହିବା ବେଳେ ଅତ୍ୟନ୍ତ ଏକେଲା, ଅସୁରକ୍ଷିତ, ଅସନ୍ତୋଷ ଅନୁଭବ କରିବା। 4 ନମ୍ବର ପଏଣ୍ଟ ଆସିଲା ନିଜେ ନିର୍ଭର ଥିବା ବ୍ୟକ୍ତିମାନଙ୍କ ଉପରେ ନିଜର ଆବଶ୍ୟକତା ପୂରଣ ପାଇଁ ଚାପ ନ ଦେବା। ପଏଣ୍ଟ 5 ଆସିଲା କ'ଣ, ଭଲ ପାଉଥିବା ବା ଉତ୍ତମ ସମ୍ପର୍କ ରହିଥିବା ବ୍ୟକ୍ତି କାଳେ ତାଙ୍କୁ ପରିତ୍ୟାଗ କରିଦେବ ବା ଶତ୍ରୁତା ଆଚରଣ ପ୍ରଦର୍ଶନ କରିବ, ସେ ବିଷୟରେ ଅଯଥା ଚିନ୍ତା କରିବା ନାହିଁ, ଭୟ କରିବା ନାହିଁ। 6 ନମ୍ବର ପଏଣ୍ଟ ଆସିଲା କ'ଣ, ନିଜର ଆତ୍ମୀୟ ସ୍ୱଜନ ଯେଉଁମାନେ ଅଛନ୍ତି, ନିଜର ଆତ୍ମୀୟ ସ୍ୱଜନ ସେମାନେ କେତେବେଳେ ତାଙ୍କୁ ପରିତ୍ୟାଗ କରିଦେବେ ତଥା ସ୍ନେହ ଆଦରରୁ ବଞ୍ଚିତ କରିଦେବେ, ସେ କଥା ଭାବି ବିବ୍ରତ ରହିବା। ନେକ୍ସଟ ଆସିଲା କ'ଣ, ଆଉ ଗୋଟେ ପଏଣ୍ଟ, ଅନ୍ୟର ବିନା ସାହାଯ୍ୟରେ ନିଷ୍ପତ୍ତି ନେବାର କମ୍ କ୍ଷମତା ପ୍ରଦର୍ଶନ କରିବା। ପଏଣ୍ଟ 8 ଆସିଲା ନିଜକୁ ସର୍ବଦା ଅଯୋଗ୍ୟ ନ୍ୟୁନ ମନେ କରିବା। ଆହୁରି କେତେକ ଲକ୍ଷଣ ଅଛି, ମୁଁ ତୁମମାନଙ୍କୁ କହିଦେଉଛି, ସେଇଟା ମଧ୍ୟ ଲେଖିଦେଇଥାଅ। ଏଇଟା ବହୁତ କମ୍ ଅଛି ତ ଲେଖିଦେଇଥାଅ। ଠିକ୍ ଅଛି, ଗୋଟେ ଲକ୍ଷଣ ଆହୁରି ଗୋଟେ ଅଛି ନା, ଏଇ ବ୍ୟବସ୍ଥାରେ ଏଇ ଅବ୍ୟବସ୍ଥାରେ ରୋଗୀ ଅନ୍ୟମାନଙ୍କ ଉପରେ ନିର୍ଭର ହୋଇଥାଏ, ଏକୁଟିଆ ରହିବାକୁ ଘୃଣା କରନ୍ତି। ବ୍ୟକ୍ତି ଯେତେ ବୟସ୍କ ହେଲେ ମଧ୍ୟ କ'ଣ କରିଥାଏ ନା ଛୋଟ ଛୁଆଙ୍କ ପରି ଆଚରଣ ପ୍ରଦର୍ଶନ କରିଥାଏ। ପଏଣ୍ଟ 2 ହେଉଛି କ'ଣ ନା, ଓରାଲ ଷ୍ଟେଜରେ ଫିକ୍ସେସନ୍ ରହିଲେ ଏହି ରୋଗ ହୋଇପାରେ। ଏହି ଅବ୍ୟବସ୍ଥା ମହିଳାମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଯିବାର ତଥ୍ୟ ରହିଛି। ସମସ୍ତ ବ୍ୟକ୍ତିତ୍ୱ ଅବ୍ୟବସ୍ଥିତ ବ୍ୟକ୍ତିତ୍ୱର 2.5 ମାନେ 2.5 ଭାଗ ଏହି ରୋଗରେ ଆକ୍ରାନ୍ତ ହେବାର ସୂଚନା ମିଳିଛି। ଲକ୍ଷଣ ଜାଣିଦେଲେ ଏବେ ଆମେ ଜାଣିବା ଚିକିତ୍ସା ଅର୍ଥାତ୍ ଟ୍ରିଟମେଣ୍ଟ। ଟ୍ରିଟମେଣ୍ଟ କିଛି ଦେଇନି, ଗୋଟେ ଛୋଟିଆ ଗୋଟେ ଦେଇଛି ଲାଇନ୍ରେ, କ'ଣ ନା, ଅନ୍ୟ ବ୍ୟକ୍ତିତ୍ୱ ଅବ୍ୟବସ୍ଥା ବ୍ୟକ୍ତିଗତ ସାଇକୋଥେରାପି, ଦଳଗତ ସାଇକୋଥେରାପି ବ୍ୟବହାର ଚିକିତ୍ସା ପ୍ରଣାଳୀ ମାଧ୍ୟମରେ ସାଧାରଣତଃ ଫଳପ୍ରଦ ହୋଇଥାଏ। କେମିତି କ'ଣ ହୋଇଥାଏ ନା, ଏହି ଅନ୍ୟ ବ୍ୟକ୍ତିତ୍ୱ ଅବ୍ୟବସ୍ଥା ବ୍ୟକ୍ତିତ୍ୱ ସାଇକୋଥେରାପି, ଦଳଗତ ସାଇକୋଥେରାପି ଏବଂ ବ୍ୟବହାରିକ ଚିକିତ୍ସା ପ୍ରଣାଳୀ ମାଧ୍ୟମରେ ଫଳପ୍ରଦ ହୋଇଥାଏ। ତ ଇଏ ଥିଲା ତୁମର କ'ଣ, ଡିପେଣ୍ଡେଣ୍ଟ ପର୍ସନାଲିଟି ଡିସଅର୍ଡର, ନିର୍ଭରଶୀଳ ବ୍ୟକ୍ତିତ୍ୱ ଅବ୍ୟବସ୍ଥାର ଲକ୍ଷଣ ଆଉ ଚିକିତ୍ସା। ୟାକୁ ନୋଟ୍ କରିଦିଅ। ସମୟ ତୁମମାନଙ୍କ ହାତରେ ବହୁତ କମ୍। ନୋଟ୍ କରିସାରିବା ପରେ ତାକୁ ପଢ଼, ବାରମ୍ବାର ପଢ଼ି ସାରିବା ପରେ ତୁମେ ବୁଝିଯିବ, ତେଣୁ ଆରାମସେ ତୁମେ ଲେଖିପାରିବ ଏକ୍ଜାମ୍ରେ। ଓକେ, ତ ନେକ୍ସଟ ତୁମମାନଙ୍କ ପାଇଁ ଆସିବ ମନୋଚିକିତ୍ସା ପଦ୍ଧତି ସାଇକୋଡାଇନାମିକ୍ ଥେରାପି। 4th ୟୁନିଟ୍ର ସାଇକୋଡାଇନାମିକ୍ ଥେରାପି ଆସିବ ଏବଂ ତାପରେ କଗ୍ନିଟିଭ୍ ଥେରାପି ଆସିବ। ଏଇ ଯୋଡ଼ିକ ଥେରାପି ସରିଗଲେ ତୁମର କୋର୍ ପେପର୍ 8 କମ୍ପ୍ଲିଟ୍ ହେଇଯିବ ନୋଟ୍। ଠିକ୍ ଅଛି, ତାପରେ କୋର୍ 9 କୋର୍ 10 କଥା ଦେଖିବା। ଓକେ, ବର୍ତ୍ତମାନ ଭିଡ଼ିଓରେ ଏତିକି, ଦେଖା ହେବା ଆଉ ଏକ ଭିଡ଼ିଓରେ। ରହିଲି ଆଜ୍ଞା, ନମସ୍କାର।